ଗୋଡ଼ ମୁହଁ ଆଖି ଆଖି ମୁଁ ଦୋକାନରେ ବସିଥିଲି ନିଶା ଖାଇ ଜଙ୍ଗଲରେ ତ ବିକା ପାଉଡର ଖାଇକି ଆସି ପାଟିଲା ଗଲି ଜଣ ପେସେଣ୍ଟ ହେଲା ମୋତେ ସାଇଲେ ପୋଲିସ ମୋତେ ଟର୍ଚର କଲା ବାଡ଼େଇଲା। ମୁଁ ଗଲି 4ଟା ଯେ ରାତି 10ଟା ହେଇଗଲା। ଭୋକ ହେଲା ମୁଁ ଖାଇବି ବୋଲି ବାବାଙ୍କୁ ଫୋନ୍ କଲେ ବାବା ବିସ୍କୁଟ ପକୋଡ଼ି ଦେଲେ ତାକୁ ଖାଇଲା ପରେ ମାଡ଼ ଷ୍ଟାର୍ଟ ମାନେ ଆସିବାକୁ ଅଧଘଣ୍ଟା ଅଛି। ଇଏ ଆଇଏସ୍ ମାରିଲେ ଆଉ ସେ ଯେଉଁ ସିଭିଲରେ ଥିଲା ସେ ଜଣ ମାରିଲେ 2 ଜଣ ମାରିଲେ। ବାଡ଼ଉଥାନ୍ତି ଗୋଟେ ମୋଟା ଜିଆଇ ପାଇବି ନା କ'ଣ ବଡ଼ଟେ ମୁଁ କହିଛି ଟିକେ ତଥାପି ଇନଚାର୍ଜ ଆସିଲେ କହିଲେ ହାତ ଏମିତି କରେ ହାତ ମୁଁ ଏମିତି କଲି ଏଇ ହାତ କାଢ଼ିଲେ। ମୁଁ ଥାନା ଯେତେବେଳେ ନେଇ ପହଞ୍ଚିଲି ମୁଁ ହେଣ୍ଡିକ୍ୟାପ୍ଟ କହିଲି ହେଣ୍ଡିକ୍ୟାପ୍ଟ ସାର୍ଟିଫିକେଟ୍ ଦେଖେଇଲି ହେଣ୍ଡିକ୍ୟାପ୍ଟ ଦେଖେଇଲି ତାପରେ ରାତି 3ଟା ବେଳକୁ ରଖିଲେ ମୁଁ ମୋତେ 7ଟା ବେଳକୁ ମୋତେ କହିଲେ ତମର ମୋତେ ଫୋନ୍ କଲେ ଆଉ ତମ ପୁଅ ପାଇଁ ଜଳଖିଆ ଦିଅ କ'ଣ ଖାଇବାକୁ କହୁଛି ଆଉ ସାର୍ ମୁଁ ଦେଖେଇଲି ଦେଖି ଖାଇବାକୁ ଦେଲି ତାପରେ ମେଡ଼ିସିନ ବି ତାର ଖାଇଲା ପରେ ମେଡ଼ିସିନ ଦରକାର ମେଡ଼ିସିନ ବି ଦେଖିଲେ ମୋତେ ମେଡ଼ିସିନ ଇସ୍ୟୁ କଲେନି ମୁଁ ମେଡ଼ିସିନ କାଗଜ ମେଡ଼ିକାଲ କାଗଜ ଦେଖେଇଲି ମେଡ଼ିକାଲର ମେଡ଼ିସିନ ଡିବା ଦେଖେଇଲି ଦେଖିକିରି ଆପଣଙ୍କୁ ଦେଲି ସିଏ କହିଲେ କ'ଣ ମେଡ଼ିସିନ ହେବନି କିଛି ଦିଆହେବନି ମୁଁ ଦିଆହେବନି ତାହେଲେ ଆପଣ ଗୋଟେ ଲେଖି ଦିଅନ୍ତୁ ଭଲ ମନ୍ଦ ରାତି ବେଳେ କିଛି ଅସୁବିଧା ହେବ ତାହେଲେ ଆପଣ ଦାୟିତ୍ୱ ବୋଲି କହିବାରୁ ସେ ବାଧ୍ୟରେ ମେଡ଼ିସିନଟା ମୁଁ ତାକୁ ଦେଲି ଖାଇବାକୁ ମେଡ଼ିସିନ ଖାଇଲା ଖାଇକିରି ମୁଁ ଆସିଲି 7:30 8ଟା ଭିତରେ ପଳେଇ ଆସିଲି କମ୍ପାନୀକୁ ଡାକିଲେ ଡାକିବା ପରେ ମୁଁ କମ୍ପାନୀ ଗଲି କମ୍ପାନୀ ମୋତେ ଲେଖାପଢ଼ା କଲେ ଲେଖାପଢ଼ା କଲି ଲେଖାପଢ଼ା କରିବା ଭିତରେ ଲେଖାପଢ଼ା ମୁଁ ଲେଖାପଢ଼ା କରୁଛି ସିଆଡ଼େ ତାକୁ ବାଡ଼ଉଛନ୍ତି ତା ବାଦେ ସେ ଯିଏ ଆମର ଯିଏ ବାଡ଼େଇଲେ ତ୍ରିପାଠୀ ବାବୁ ତାଙ୍କୁ ଖର୍ଚ୍ଚ ବାଚ କ'ଣ ଦିଅ ଯିଏ ଲେଖାଲେଖି କଲେ ଖର୍ଚ୍ଚ ବାଚ ଦିଅ ମୁଁ କହିଲି କ'ଣ ଖର୍ଚ୍ଚ ଦେବି ଆଜ୍ଞା ନା ତାଙ୍କୁ 2 ଟଙ୍କା ଦିଅ 2 ଟଙ୍କା ମୁଁ 2 ଟଙ୍କା ମୁଁ କେଉଁଠୁ ଆଣିବି ଆଜ୍ଞା ମୁଁ 2 ଟଙ୍କା ପକେଟ ଧରି ବୁଲୁଛି ମୁଁ 2 ଟଙ୍କା ଦେବି କହିକି ବାଧ୍ୟ ତାଙ୍କୁ 500 ଟଙ୍କା ଦେଲି ଆଜ୍ଞା 200 ଟଙ୍କା 300 ଟଙ୍କା ନେଲେନି 500 ଟଙ୍କା ଦେଲି 500 ଟଙ୍କା ଦେଲୁ 500 ଟଙ୍କା ନେଲେ ନେଇକିରି ସେ ଗଲେ ୱାଇସି ଯାବେ ତାକୁ ଯାଉଟେ ଦେଲେ ତାପରେ ଯିଏ ଯେଉଁ ସିଭିଲ ଡ୍ରେସ୍ ଆସିଥିଲେ ତ୍ରିପାଠୀ ବାବୁ ସିଏ ମଦରା ପିଇକି ଆସିଛନ୍ତି ମଦ ପିଇକି ଆସି ନିଶାରେ ଆସିଛନ୍ତି ସୁନା ଚେନ୍ ବେକରେ ପକେଇଛନ୍ତି ଗୋରା ହେଇକିରି ସୁନା ଚେନ୍ ପକେଇଛନ୍ତି ସିଭିଲ ଡ୍ରେସ୍ରେ ଆକୁ ଜିଆଇ ପାଇପ୍ ଧରିକି ଜିଆଇ ପାଇପ୍ ବାଡ଼ୁଛନ୍ତି ମୁଁ କାହିଁ ବାଡ଼ୁଛି ହେଣ୍ଡିକ୍ୟାପ୍ଟ ଛୋଟା ଗୋଟେ ମରିଯିବ କାହିଁ ବାଡ଼ଉଛନ୍ତି ମତେ ଏଭଳିଆ ଭାଷା କହିକି କହିଲେ ମୁଁ ଆଣିଗଲି ଆଜ୍ଞା ମୁଁ ରାତିରେ ମୋତେ ରାତି 11ଟା ବେଳକୁ ନେଇକି ଆସିଲି ଆସିଲା ପିଲା ମୋର ସିରିୟସ୍ ପଡ଼ିଛି ମୁଁ ସକାଳୁ ଉଠିକି ମେଡ଼ିକାଲ ନେଇଗଲି ମେଡ଼ିକାଲ ନେଇଗଲା ପରେ ମେଡ଼ିକାଲ ମୋତେ ଡକ୍ଟର ଲେଖି ଔଷଧ ଯାହା କଲେ ମୁଁ ଆସିଲି ଆସିକି ଘରେ ଶୁଆଇଲି ସେ ଖାଇବା ନେଇ ତା ମୁଣ୍ଡ ବୁଲି ହେଉଛି ମୁଣ୍ଡ ଯେଉଁ ଗାଲୁ ବାଡ଼ିଛି ତାର ବ୍ରେନ୍ ଇଏ ଅଛି ମୁଣ୍ଡ ବାଡ଼ିଛି ପଡ଼ିଛି ବର୍ତ୍ତମାନ ତାପରେ ମୁଁ ସକାଳୁ ଗଲି ଏସ୍ପି ଗଲି ଏସ୍ପି ନଥିଲେ ଆର୍ସିନାଲ ଏସ୍ପି ଥିଲେ ଆର୍ସିନାଲ ଏସ୍ପି ଡକେଇଲେ ଥାନାକୁ ଡକେଇଲେ ନେକା ବାବୁକୁ ନେକାବୁ ଡକେଇଲେ ନେକାବୁ ଆସିଲେ କହିଲେ ଯାହା ହେଇଛି ମଉସା ଭୁଲ ଭାଲ ହେଇଛି ଆଉ ଯାହା ହେଇଛି କମ୍ପ୍ରାଇଜ କରିଦେବା କ'ଣ ହେଇଛି କମ୍ପ୍ରାଇଜ କରିବା କହିକି ମୁଁ ଯେଉଁ ମୋତେ କେତେ ଟଙ୍କା ଦେଇଥିଲା ମୁଁ 500 ଟଙ୍କା ଦେଇଥିଲି କହି ଜବରଦସ୍ତି ମୋତେ 500 ଟଙ୍କା ଗେଞ୍ଜି ମୋ ବେଗ୍ରେ ଭର୍ତ୍ତି ମୁଁ ମୁଁ ପଇସା ଦେଲା ନୁହେଁ ଆଜ୍ଞା ମୁଁ ପଇସା ନୁହଁ ମୋ ପିଲାଟା ବସିକି କି ଦେଖୁଛ ଯେଉଁଭଳିଆ ବାଡ଼ି ଚୁରି କରୁଛନ୍ତି କହିବି ପଇସା ନେଇ ଜବରଦସ୍ତି ଏଥିଥିଲେ ତମେ କରିଥାନ୍ତି ପଡ଼ି ତମେ ଯାହା ହେଇଛି ତା ପାଇଁ ମୁଁ ଭୁଲ ମାଗୁଛି ଆଉ ତମେ ତାକୁ କିଛି ଆଗକୁ ବଢ଼ନି ଏଇନି ବର୍ତ୍ତମାନ ଚାହୁଁଛି ଆଇନ ମୁଁ ଆଶା ନେଇଛି ଆପଣ ଯାହା କରିବେ ସାର୍ କିନ୍ତୁ ଆମର ଗୋଟେ ଅଭିଯୋଗ ହସ୍ତଗତ ହେଇଛି ଯେ ତାଳବଣିଆ ଅଫିସରରେ ତାଳବଣିଆ ଥାନାରେ ଜଣକ ଅଫିସର ଗୋଟେ ବ୍ୟକ୍ତିକୁ ସେ ଆସଲ୍ଟ କରିଛନ୍ତି ବୋଲି ସେ ଅଭିଯୋଗଟାକୁ ଆମେ ଗ୍ରହଣ କରିଛୁ ଇମିଡ଼ିଏଟଲି ଯେଉଁ ତାଙ୍କର ଡିଏସ୍ପି ଚାର୍ଜରେ ଅଛନ୍ତି ଏସ୍ଡିପିଓ ସଦର ତାଙ୍କୁ ଡିଟେଲ ରିପୋର୍ଟ ମଗା ହେଇଛି ସେ ଡିଟେଲ ରିପୋର୍ଟ ଆସିଲା ପରେ ଆମେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।